ରାତିରେ ବି କହୁଛନ୍ତି ହାଲୋ ବୋଉ କିଲୋ କଣଟା ବୋଲି କହିବି ବୁଢ଼ୀ କଣ ପରିବା ଆସିଛି ଆଜି? ଓହୋ ଏଇଟାକୁ ପରିବା ଆସିଛି ନା ବହୁତ ରେଟ୍ ହେଇଥିବ। ହଁ ଏଠି ଭୋଟା ଆସିଲା ନା ଓ ମାଛ ମାନଙ୍କ ପାଇଁ ये बोट लगे हबनी ये बोट लगे फिटिंग हैला एडी फिटिंग गला टी एडी फिटिंग गला हां ଏଇଠି ଫିଟିଂ ହେଇଛି ଆଉ ଏପଟେ ପରିବା ତ ଥୁଆ ହେଉଛି ସଜଡ଼ା ହେଇକି। ପ୍ରକାର ପରିବା ଆଣିଛନ୍ତି ବହୁତ ବହୁତ ରେଟ୍ ହେଇଥିବ ଅଳ୍ପ ଅଳ୍ପ ଆଣିକି ପରିବା ଗଲା ଆଉ ତାତେ ପରିବା କିଣିବାକୁ ଦେଇଥିଲେ ଭଲ ହେଇଥାନ୍ତା। ଏ କୋଉ କୋଉ ପରିବା ଆସିଛି କହିବି? ନା ଜାଣିଛି ହେଲେ କହିବାନି ପରିବା ଚିହ୍ନି ପାରିବିନି। ଚିହ୍ନି ପାରିବୁନା? ହଁ କହିଲୁ କ'ଣ କ'ଣ ଆସିଛି? ହଁ ସେ ଆସିଛି ତ କାଙ୍କଣ ପୋଟଳ ବାଇଗଣ ଜହ୍ନି ଟମାଟୋ ଅଦା ନାହିଁ ଯେଉଁ ସାରୁ କଲରା ଆସିବ। ନାଇଁ ନଷ୍ଟ ହେଇଯାଉଛି ପରିବା ନା ସେ କମ୍ କମ୍ ଆଣିବ ପରିବା ଭଲ। ଆଉ ପରିବା ତ ପିଲାମାନେ କେହି ଖାଉନାହାନ୍ତି। ଆମେ ଯାହା ବହୁତ ଆମେ ମୁଁ ଖାଇବା ଅଳ୍ପ ଅଳ୍ପ ଆଣିଛ ଭଲ କରିଛ। ଟିଭି ଦେଖୁଛ ନା ଏଠି ବସିକି? ହଁ ସେପଟୁ ଏଠି ଥୁଆ ହେଇଥିଲା ଏଇଟା ବାଟଟା ହେଇଯାଉଥିଲା ନା ସେଥିଲାଗି ଏପଟକୁ ଏଇଟା ଆସିଲା ହାରି ଏଇଟା ତା ପାଇଁ ନୂଆ ବୋର୍ଡ଼ଟେ ତିଆରି ହେଲା। ଆମେ ତ ଜାଣିନଥିଲୁ ହଠାତ୍ କିନି ସିଏ ଏମିତି ପଠେଇବେ ବୋଲି ଜିନିଷଟି ଆଉ ଆମେ ତ ପୁଣି ସେମିତି ସୁବିଧା କରିବୁ ନା ବାଟରେ କାଲି ଏଇଠି ଥୋଇ ଦେଇଥିଲୁ ଆଉ ଏପଟକୁ ଲାଗିକିରି ଏପଟକୁ ନେଇ ଆସିଲୁ ସେଥିଲାଗି ଭଲ ଲାଗୁଛି ତାଙ୍କୁ ଦେଖିବା ପାଇଁ ବୋଲି ଆୟୁଷ ଏଠି କେମିତି ବସିଛନ୍ତି ଗାଲରେ ହାତ ଦେଇକିରି ଆଉ ତା ବାବା ବସିଛନ୍ତି ଏଠି ତ ଜେଜେମା ତାଙ୍କର ବସିଛନ୍ତି ବସିକି ଦେଖୁଛନ୍ତି ଆଉ ଭଲ ଲାଗୁଛି। ତିଆରି କରୁଥିଲେ ସମସ୍ତେ ବିଜି ଥିଲେ ଏଇନା ସନ୍ଧ୍ୟାବେଳ ପୁରା ଲାଗିକି ଏଇପଟକୁ ଆସିଲା ହାରି ମାଛ ମାନେ ବହୁତ ଖୁସିରେ ସେ ଖେଳୁଛନ୍ତି ଆଉ ହଁ ସାଇଟ୍ ହେଇଗଲା ଭଲ ହେଲା ନା। ଆମେ ଯଦି ଜାଣିଥାନ୍ତେ ଆମେ ଗୋଟେ ଥାକ ଏଠି କରିଥାନ୍ତେ ନା ଆମେ ତ ଜାଣିନେ ହଠାତ୍ କିନି ଆସିଲା ଜିନିଷଟି ଆଉ ପଠେଇଲେ ହଠାତ୍ କିନି ଗିଫ୍ଟ ଆଉ ଭଲ ଲାଗୁନି ତମେ ଦେଖିବାକୁ? ଭଲ ଲାଗୁଛି। ନା ଚଢ଼େଇକି ତାଙ୍କ ପାଖରେ ରଖିବା। ହଁ ଟିଭିଟା ବି ଏଇଠି ରଖିଦେଲେ ଭଲ ହେଇଯିବ। ହଁ ଏଇଠି ଟିଭି ଦେଖିବା ବସିକିରି ଆଉ ଭଲ ହେବନି? ହଁ ଆଉ ମାଛ ତମେ ଏକ୍ସଟ୍ରା କିଣିକି ଆଣିବ କାଲି ଆଣିବ ମାଛଟା ଏକ୍ସଟ୍ରା ତମେ ଆଣିବନି ଆଉ କ'ଣ ଖାଲି ସବୁ କିଣିକି ଦେଇଦେବେ ନା ଭଲ କେଜାଣି କେତେ ଲେଖା ପଡ଼ୁଛି ପଚାରିଲେ ହେବ ପଚାରିକି ଆଣିବ କିଣିକି 50,000 ପଡ଼ୁଛି। ହଁ ସେତେବେଳେ ଆମ ଘର ବା କ'ଣ ଭୂତ ରୁହେ ତୁ ବା କହୁଥିଲୁ? ହଁ ହଁ ମୋ ଶ୍ୱଶୁର ରଖିଥିଲେ ଭୂତ ଦିଦି ସେ ମାଛ ମାରିବାକୁ ଯାଆନ୍ତି ତ ସେ ମାଛ ଧଇଲା ଆସିବୁ ଭୂତ ସବୁତକ ଖାଇଦେଇ ଇଏ ଦିହରୁ ଖାରେଇରୁ ସିଏ ଖାରେଇ ଦିହରେ ମାଛ ରଖନ୍ତି ମୋ ଶ୍ୱଶୁର ମାଛ ପୋଳିବ ମଡ଼ିକି ଭୂତ ଆସିକିରି ତାକୁ ସବୁ ଖାଇଦିଏ। ମୋ ଶ୍ୱଶୁର କହିଲେ ମାଛ ମାରୁଛି କୁଆଡ଼େ ଗଲା ସବୁ ସିଏ ଗୁଣିଆ ବୁଢ଼ା ସିଏ ଦେଖିଲା ଆସିବୁ ଭୂତ ଆସିକିରି ଖାଉଛି ତାକୁ ବାଲି ମତୁରେଇକି ତା ଉପରକୁ ଫୋପାଡ଼ି ଦେଲେ ସିଏ ଆସିଲା ତାକୁ ବୁଢ଼ା ପାଖକୁ ଆସିଲା ମୋ ଶ୍ୱଶୁର ପାଖକୁ ଭୂତ ହଁ ଆସିକିରି ସେଇ ଠିଆ ହେଲା କହିଲା ଖାରେଇ ଘରକୁ ଯିବା। ସେ ଖାରେଇ ଧଇଲା ସେ ଆଗେ ଶ୍ୱଶୁର ମୋର ଆସିଲେ ଭୂତ ପଛରେ ଆସିଲା ଘରକୁ ଭିତିକିରି ଆସିଲେ ତାକୁ ହେଇକିରି ଘରେ ଆଉ କହିଲେନି ଭୂତ ବୋଲି ମଣିଷ ଭଳିଆ ତ ଭୂତ ଆଉ ତାକୁ ଆଣିକି ରଖିଲେ 6 ମାସ ଖଣ୍ଡେ ରଖିକି ଲଙ୍ଘା ଜାଳ କରିବ ଚୁଡ଼ା କୁଟିବ ସବୁ କରି ହଁ ଆମର ଚୁଡ଼ା କୁଟା ହେଇ ସେତେବେଳେ ଲଙ୍ଘା ଚୁଡ଼ା କୁଟିବ ଜାଳ ଭାଙ୍ଗିକିରି ଆଣିବ ଶଗଡ଼ ଲେଖେ
ଲଙ୍କା ଇଏ କରିବ ସେଥିରୁ ବୁଢ଼ୀ ମୋ ଶାଶୁକୁ କହିବେ ୟାକୁ ତେଲ ଲଗେଇ ଦେବୁନି, ଗୋଟେ ପଲମ ରଖିଥିବେ ତାକୁ ଦେବେ ଖାଇବାକୁ। ଦେଖିଛୁ ନା ନା? ଜେଜେ କହୁଥିଲେ ନା, ସେ ଜେଜେ କହୁଥିବେ ସେ ଶୁଣିଥିବେ ନା ଆମେ କେମିତି ଜାଣିଲା? ସିଏ ଏଥିରୁ ବୁଢ଼ା ସଦାବେଳେ କହନ୍ତି ଯେ ତେଲ ତାକୁ ଲଗେଇ ଦେବୁନି। ବୁଢ଼ୀ ସେଇଠୁ ସମସ୍ତେ ଗାଁର ସବୁ ହାଉ ଗଲେ କହିଲେ ଏତେ କାମ କରୁଛି ଆଉ ତାକୁ ଟିକେ ତେଲ ଦେବନି ତ ଭୁତୁଲି ମୁଣ୍ଡି ଭଳିଆ ଦେଉଛି। ବୁଢ଼ା ଦିନ ଯାଇଛି ଗାଧେଇଛି, ବୁଢ଼ୀ ସେଇଥିରୁ କହିଲା ବୁଢ଼ା ତ ଯାଇଛନ୍ତି ଗାଧେଇ, ମୁଁ ଯାଉଛି ଏତିକି ବେଳେ ତାକୁ ଟିକେ ତେଲ ଲଗେଇଦେବି ଆଉ। ଏ କଥା କହି ବୁଢ଼ୀ ମାଲୋ, କ'ଣ ମତେ ଡର କଲା, ଲାଗିଲି। ମୁଣ୍ଡରୁ ଗଣ୍ଠି ଫିଟେଇକିରି ତେଲ ତା ମୁଣ୍ଡରେ ଟିକେ ପକେଇଦେଲା ଆଉ ସେ ସୁକିନା ହେଇକିରି ପଳେଇଲା ଆଉ। ଭୂତ ଯେତେ ଡର ପଳେଇଲା, ଲାଗିକି ରାତିରେ ବି କହୁଛନ୍ତି। ହାଲୋ ବୋଉ କିଲୋ କ'ଣଟା ବୋଲି କହିଲି, ବୁଢ଼ୀ କହିଲା ଚଚା ହେଇକିରି ଆଉ। ସେ ମଣିଷ ଭଳିଆ ମଣିଷ ଭଳିଆ। ସେ କ'ଣ? ମତେ ଶୁଣିକି ଭୟ ଲାଗିଲାଣି, କାରଣ ରାତିଟା ଏଇଠି ଦେଖନ୍ତୁ ଭୂତ କାହାଣୀ କହିଲେ ମା ପୁରା ସତ୍ୟ ଘଟଣା ପୁରା ବହୁ କହୁଛନ୍ତି ହେଲା। ଆଉ କୋଉ ଭୂତ ଘଟଣା? ଆଉ କୋଉ ଭୂତ ଘଟଣା? ଆଉ ଭୂତ ଘଟଣା ସେତିକି ତ ଆମ ଘରେ ଥିଲେ ଆଉ। ସେତିକି ଥିଲେ ଦେଖିଛ ନା? ଏ ଭଗବାନ, ଆୟୁଷ ଡର ଲାଗୁନି? ସେ ବୁଢ଼ା କ'ଣ କରୁଛି ବଡ଼ ବୁଢ଼ା ନେଇକି ଖେପା ନା କ'ଣ ପୋଳିଓ ପୋଳୁଅ ମଡ଼େଇକି ଓଢୁଅ ମଳାନ୍ତି ସେତେବେଳେ? ପୋଳୁଅ ସବୁ ବିଣ୍ଡି ବସେଇକିରି ଚାରିପଟ ଯାକ ମାଛ ଧରିକି ହଁ। ଭୂତ ନେଇଯାଏ ବୋଧେ ଆଉ। ଭୂତ ଖାଇଦେଇ ତ ନେଇଯାଇନି ଯେ ଖାଇ ଖାଇକି ତାଳ ପତ୍ରରେ ବୁଣା ହେଇଥିବ। ତାଳ ପତ୍ରରେ ଇଏ ବାଉଁଶ ପତ୍ରରେ ଖାରେ। ରାତିରେ ଧର ଏଇଠି ଆମେ ବସିଛେ, ଗୋଟେ ଯଦି ଭୂତ ଏମିତି ବାହାରିଲା ଆୟୁଷକୁ ଡର ଭୂତ ଲାଗିଲା। ମଣିଷ ଭଳିଆ ପରା, ତାର ଲମ୍ବା ଲମ୍ବା ହାତ, ମୁଣ୍ଡ ହେଇଥିବ। ମାନେ ଜେଜେ କହୁଥିଲେ ହଁ, ସେ ରଖିଥିଲେ ତ ଜେଜେ ଯାଇକି ଧରିଥିଲେ। ଜେଜେ ଧରିଥିଲେ। ମନ୍ତ୍ର ଜାଣିଛି ଘରେ ନା ବାଲି ମତରିକି ତା ଉପରକୁ ପକେଇବେ। ଚୁଡ଼ା ମାନେ କୁଟେ ଆସିକିରି ସବୁ। ଚୁଡ଼ା ସବୁ ଯାକ କୁଟିବ ନା ଆଉ। ହଁ ମାଲୋ, କେତେ? 5-6 ଗୁଣି ଚୁଡ଼ା 5-6 ଗୁଣି କୁଟା ଚୁଡ଼ା। ଆଉ ଭଗବାନ। ସିଏ ଖାଇବ ଯେ ହାଁ ଏତିକି ଲେଖା କ'ଣ ଖାଏ? ଭାତ ଭାତ ଖାଏ? ଆଉ ଯଦି ଗୋଟେ ପଲମ ହେଇଥିବ ତା ଦେହରେ ଓଜଡ଼ା ହବ ସେ ଖାଇବ। ମାଟି ପଲମ। ମାଟି ପଲମ ତ ଖାଇବେ ତ ଖାଲି ଭାତ? ଭଗବାନ। ଆୟୁଷ କ'ଣ ଶୁଣିଲ ଭୂତ କାହାଣୀ? ମତେ ଡର ଲାଗିଲେ। ଭୂତ କାହାଣୀ? ତାକୁ ଭୟ ଲାଗିଲି, ମତେ ବି ତ ଭୟ ଲାଗିଲାଣି। କି ବୋଉକୁ ଭୟ ଲାଗୁନି? ରଖିଥିଲେ ତ ସବୁ ତମକୁ ଡର ଲାଗିନି ଶୁଣିକି ଲ ଯେତେବେଳେ? ଶୁଣିଲା ପରେ ଭୟ ଲାଗୁଛି। ଆଁ ଭୟ ଲାଗୁନି? ବାରି ଆଡ଼ିକି ଯାଉନୁ, ଏ ମା, କାଳେ ଥିବ କ'ଣ ହେଇଥିବ। ସଞ୍ଜ ପଡ଼ିଲେ ଦୁଆର ଘର ଦେଇକିରି ରହୁ। ମତେ ତ ଭୟ ଲାଗିଲେ ଏତିକିଳୁ, କାରଣ ରାତି ହେଇଛି। ସେତେବେଳେ ଆମ ଶାଶୁର ମାନେ ସବୁ ସଞ୍ଜ ବୁଲିଲା କ'ଣ ଜଗିକି ଆମକୁ ଆପଣମାନେ ଶୁଣିଲେ ତ ଏବେ ଆମ ବୋଉ ଗୋଟୁ ଭୂତ କାହାଣୀ। ଆୟୁଷ ବି ଆଜି ଡରିଗଲେ ବହୁତ ଭୂତ କାହାଣୀ ଶୁଣି ଶୁଣି। ଆପଣମାନେ ଜାଣିଥିବେ ଏଇଟା ଗୋଟେ ସତ୍ୟ ଘଟଣା। ସେତେବେଳେ ଜେଜେଙ୍କ ପୂର୍ବେ ନିଜେ ଅଙ୍ଗେ ଲିଭେଇଛନ୍ତି ସେମାନେ। ଆପଣମାନେ ଆମ ଭିଡ଼ିଓକୁ ଦେଖନ୍ତୁ। ରହୁଛୁ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ରହୁଛି, ଟାଟା। ଜୟ ଜଗନ୍ନାଥ।